हेलो हाय फ्रेंड्स, गुड मॉर्निंग, शुभ सकाळ, जय राधा विष्णु। ମୁଁ ଆପଣଙ୍କ ଆଗେ ବର୍ତ୍ତମାନ ବହୁତ ଦିନ ପରେ ଆପଣମାନଙ୍କ ପାଇଁ ଏକ ଛୋଟିଆ ମିନି ବ୍ଲଗ୍ଟେ ନେଇ ଆସିଛି। 2024 ମସିହାର ମୋ ପ୍ରଥମ ମିନି ବ୍ଲଗ୍ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଭଲରେ ଅଛି, ଆପଣମାନେ କେମିତି ଅଛନ୍ତି? ଆଶା କରୁଛି ଆପଣମାନେ ଭଲରେ ଥିବେ। ମୋ ତରଫରୁ ଆପଣମାନଙ୍କୁ ଏଇନା ଆପଣମାନଙ୍କ ପରିବାର ପ୍ରତ୍ୟେକ ସଦସ୍ୟମାନଙ୍କୁ ମକର ସଂକ୍ରାନ୍ତିର ହାର୍ଦ୍ଦିକ ଅଭିନନ୍ଦନ, ଶୁଭକାମନା। ହ୍ୟାପି ମକର ସଂକ୍ରାନ୍ତି, ହ୍ୟାପି ପୋଙ୍ଗଲ। ଆସନ୍ତୁ ଦେଖିବା ଆଜି କିଛି ବ୍ଲଗ୍ ମାନେ ଆପଣମାନଙ୍କୁ ବହୁତ ଦିନ ପରେ ଆପଣମାନଙ୍କ ପାଖରେ କିଛି କଥା ସେୟାର କରିବା ପାଇଁ। ମୁଁ ଚେନ୍ନାଇରେ ଅଛି। ଚେନ୍ନାଇର କିଛି ଭିଉ ଦେଖନ୍ତୁ, ଆପଣମାନଙ୍କୁ ଦେଖାଉଛି। ମୁଁ ଚେନ୍ନାଇରେ ଅଛି। ଚେନ୍ନାଇରେ ଏକ ଗାଉଁଲି ଏରିଆରେ ଅଛି। ଗାଉଁଲି ଏରିଆରେ ଏଠି ମୋ ଦୋକାନ, ଏଇ ଦୋକାନରେ ହିଁ ମୁଁ କାମ କରୁଛି। ଦେଖିପାରୁଥିବେ ମୁଁ ଗାଉଁଲି ଏରିଆରେ ଅଛି। ଏପଟେ ଦେଖନ୍ତୁ, ଆପଣମାନେ ଦେଖନ୍ତୁ, ମେନ୍ ରୋଡ଼ ଅଛି। ଗାଡ଼ିର ଆବାଜରେ ହିଁ ରହିବନି। ଏପଟେ ଦେଖିପାରୁଥିବେ, ଏପଟେ ରେଲୱେ ଲାଇନ୍ ଅଛି, ରେଳ ଗାଡ଼ି ହିଁ ଯାଉଛି। ୟାର ବି ଆବାଜରେ ହିଁ ରହିବ ନାହିଁ। ଆଉ ଆଡ଼ଜଷ୍ଟ କରି ରହିତେ ପଡ଼ୁଛି। ଦେଖନ୍ତୁ, ଏ ଗାଉଁଲି ଏରିଆରେ ଅଛି ମୁଁ ଚେନ୍ନାଇରେ। ସେପଟରେ ଆପଣମାନେ ଦେଖିପାରୁଥିବେ ସବୁ ଧାନ ଚାଷ ହେଇଛି, ଆଖୁ ଚାଷ ହେଇଛି। ଆପଣଙ୍କୁ ଦେଖେଇ ଦେଉଛି, ଦେଖନ୍ତୁ, ଆପଣମାନଙ୍କୁ ଜୁମ୍ କରି ଦେଖାଉଛି। ସେ ଗୋଟେ ଆଖୁ ଚାଷ ହେଇଛି। ଆଖୁ ଚାଷ ହେଇଛି। ଏପଟେ ମେନ୍ ରୋଡ଼ ଦେଖନ୍ତୁ। ଏବେ ଧଳା ଦେଖାଯାଉଛି। ଏଠି କୁକୁଡ଼ା ଫାର୍ମ ଅଛି। ସେପଟେ ଗୋଟେ କୁକୁଡ଼ା ଫାର୍ମ ଅଛି। ଏପଟରେ ବି ଗୋଟେ କୁକୁଡ଼ା ଫାର୍ମ ଅଛି। ଆପଣଙ୍କୁ ଦେଖାଉଛି। ଏପଟେ କୁକୁଡ଼ା ଫାର୍ମ ଅଛି। ତଳେ ଆମ ଦୋକାନ ଅଛି। ମୁଁ ଯେଉଁ ଦୋକାନରେ କାମ କରୁଛି ତଳେ ହିଁ ଅଛି। ଆଉ ଏକ ବ୍ଲଗ୍ରେ ଆପଣମାନଙ୍କୁ ନିଶ୍ଚିତ ଦେଖେଇବି ସେ ଦୋକାନକୁ। ସେପଟେ ଦେଖନ୍ତୁ, ଦେଖିପାରୁଥିବେ ଏଇଠି ଗୋଟିଏ ଦୋକାନ ଅଛି, ଚାରିଟା ଦୋକାନ। ଆଉ ସେପଟେ ଧାନ ଚାଷ ହେଇଛି। ଆସନ୍ତୁ ଦେଖେଇବି। ଏପଟେ ଦେଖନ୍ତୁ ଧାନ ଚାଷ ହେଇଛି। ସେପଟେ ଗୋଟେ କୁକୁଡ଼ା ଫାର୍ମ ଅଛି। ଏଇ ତ କିଛି କଥା ଥିଲା ଆପଣମାନଙ୍କ ପାଖରେ ସେୟାର କରିବା ପାଇଁ। ଆଉ ଆଜିର ବ୍ଲଗ୍ଟି ମୁଁ ଏଇଠି ଏଣ୍ଡ କରିଛି। ରହିଲି। ଗୁଡ୍ ବାଏ।